ଗୋଟିଏ ଦେବତା ସମସ୍ତଙ୍କୁ ସମାନ ଭାବରେ ଦେଖନ୍ତି। ସେ ହେଲେ ସୂର୍ଯ୍ୟମୂର୍ତ୍ତି ନାରାୟଣ। ସମସ୍ତଙ୍କୁ ଖରା ଦେବେ, କାହାକୁ କମ କରିବେନି, କାହାକୁ ବହୁତ କରିବେନି। ପୁଣି ଅଭିରାମ ପରମାଂଶ କହିବେ ତାହେଲେ ମୁଁ କୋଉ ଦେବତା ବୁଝିବି? ଜଣେ ଖାଇବା ଦେବତା, ଜଣେ ଚାହିଁବା ଦେବତା, ଆଉ କିଏ ଦେବତା? ତେତିଶ ଦେବତା ବୁଝିଲି କେହି ଛୁଇଁଲେ ନାହିଁ। ଜଣେ ଦେବତା ଛୁଅନ୍ତି ପ୍ରାଣ ଭତରେ ଖାଇ। କହିଲା ଜଣେ ଦେବତା କେବଳ ଅଛି ମତେ ସେ ଛୁଇଁଲା ହେଲା। କିଏ? ନା ସେ ହେଉଛି ପବନ। ଯେ ପର୍ଯ୍ୟନ୍ତ ପବନ ଠିକ ଅବଲମ୍ବ ବସିବ, ଯୋଉଠୁ ପବନ ଠିକ କମି ବନ୍ଦ ହେଇଯିବ ଫୋନ ପଛରେ ଛୁଇଁବା ଧୀରେ ଧୀରେ ତୋର ଛୁଇଁ। ସେ ହେଉଛି ପବନ। ଜଣେ ଗଲେ ଅଗ୍ନି, ଜଣେ ଗଲେ ସୂର୍ଯ୍ୟ, ଆଉ ଜଣେ ଗଲେ ପବନ। କହିଲା ତେତିଶ ଦେବତା ବୁଝିଲି ସ୍ପର୍ଶ କରିଲେ ନାହିଁ। ପାପ ଖାଦ୍ୟକୁ ମାତ୍ରକେ ପ୍ରିୟା କହିଲେ ମହି। କହିଲା ପାପ ଖାଦ୍ୟ କୋଉଠି ଛୁଇଁବା ଭଳି ଦେବତା ନାହାନ୍ତି। କାହାକୁ ଛୁଇଁବି? କୋଉ ଦେବତାକୁ ଛୁଇଁବ? ନା ସେ ହେଉଛି ପୃଥିବୀ ମାତା। ଏ ମାତାଙ୍କୁ କେବଳ ଛୁଇଁବ, ଆଉ କୋଉ ଦେବତାକୁ ଛୁଇଁ ପାରିବ ନାହିଁ। ଯେତେ ଦେବତା ଅଛନ୍ତି କାହାକୁ ଛୁଇଁ ପାରିବ? କେବଳ ପୃଥିବୀ ମାତା। ଯେ ମାଟି ପଞ୍ଚଭୂତରେ ତିଆରି ମାଟି, ମାଟି କେବଳ ଛୁଇଁବ ସେଠି ପୃଥିବୀ ମାତା। ପୃଥିବୀ ଆକାଶ ବାୟୁ ଅଗ୍ନି ଆକାଶ, ଏହି ପଞ୍ଚଭୂତ ହେଲେ ପ୍ରକାଶ। ଏ ଯେ ପଞ୍ଚଭୂତ ଉପରେ ରହିଲା କିଏ କିଏ? ପୃଥିବୀ ଆକାଶ ବାୟୁ ଅଗ୍ନି ଆକାଶ। এই পঞ্চভূতই কেবল আমার খাଇବା ଦେବତା। ଆଉ କିଏ ହେଉଛି ଦେବତା? ଇଏ କେବଳ ଦେଇ କରନ୍ତି, ନେଇ ଶିଖିନାହାନ୍ତି। ଦେଖେ ଖାଲି ଦେବେ। ଆଚ୍ଛା ଆଉ କିଏ? ନା ପୃଥିବୀ, ଜଣେ ଗଲା ସୂର୍ଯ୍ୟ, ଜଣେ ଗଲା ଅଗ୍ନି, ଆଉ ଜଣେ ଗଲା କିଏ? ପୃଥିବୀ ମାତା, ଆଉ ଜଣେ ପବନ, ଆଉ କିଏ? ତେତିଶ ଦେବତା ପୂଜିଲି ସ୍ପର୍ଶ ପାଇବା ପାଇଁ। ତୃଷା ମେଣ୍ଟାଏ ଜଣକ ଦେବତା ପ୍ରାଣରେ ଖାଇ। ये